2026 ମସିହା ପାଇଁ ମିଥୁନ ରାଶିର ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଜାଣିବା 2026 ମସିହା ବର୍ଷରେ ମିଥୁନ ରାଶିର କ୍ୟାରିୟର ବା କର୍ମ କିପରି ରହିବ। ବାଣିଜ୍ୟ ବ୍ୟବସାୟ କରୁଥିବା ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ 2026 ମସିହା ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ମିଥୁନ ରାଶିର ଦଶମ ବା କର୍ମ ଭାବରେ ଅବସ୍ଥାନ କରିଥିବା ଶନି ମହାଗ୍ରହ ମିଥୁନ ରାଶି ବ୍ୟକ୍ତିଙ୍କୁ ବେପାର କ୍ଷେତ୍ରରେ କଠିନ ପରିଶ୍ରମ କରାଇବେ। ପରିଶ୍ରମର ଫଳ ମଧ୍ୟ ବିଳମ୍ବରେ ପ୍ରଦାନ କରିବେ। 2026 ମସିହା ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ସମୟରେ ବୃହସ୍ପତି ତାଙ୍କର ନବମ ବା ଅମୃତ ଦୃଷ୍ଟିରେ ମିଥୁନ ରାଶିର ଦଶମ ଭାବ ମୀନ ରାଶି ଉପରକୁ ଦୃଷ୍ଟି ପ୍ରଦାନ କରୁଥିବେ। ତେଣୁ ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ମିଥୁନ ରାଶି ଜାତ ବ୍ୟକ୍ତିଙ୍କର ବେପାର ବା ବ୍ୟବସାୟ ବହୁତ ଭଲ ଭାବରେ ଚାଲିବ। ଏହି ସମୟରେ ମିଥୁନ ରାଶି ଜାତ ବ୍ୟକ୍ତି ନୂତନ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଅଛି। ଅକ୍ଟୋବର ମାସ 1 ତାରିଖ ପରଠାରୁ ବେପାର କ୍ଷେତ୍ରରେ ସାମାନ୍ୟ ଶିଥିଳତା ଦେଖାଯିବ। ଚାକିରି କରୁଥିବା ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ 2026 ମସିହାର ପ୍ରଥମାର୍ଦ୍ଧଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ସମୟ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ସମୟରେ ଚାକିରିରେ ପ୍ରମୋସନ୍ ବା ପଦୋନ୍ନତି ମିଳିବାର ସମ୍ଭାବନା ରହିଅଛି। ମନପସନ୍ଦର ସିଟ୍ ବା ମନୋନୀତ ଜାଗାକୁ ବଦଳି ହୋଇପାରେ। ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ଉପରିସ୍ଥ ଅଧିକାରୀଙ୍କର ସୁନଜରରେ ରହିବେ। ଚାକିରି ବା କର୍ମସଂସ୍ଥାନ ଖୋଜୁଥିବା ବ୍ୟକ୍ତି ଏହି ସମୟରେ କର୍ମ ନିଯୁକ୍ତି ପାଇବାର ବିଶେଷ ସମ୍ଭାବନା ରହିଅଛି। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହାରେ ମିଥୁନ ରାଶିର ପାରିବାରିକ ଜୀବନ ଅନୁକୂଳ ରହିବ। ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ପରିବାର କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇବାର ସମ୍ଭାବନା। ମିଥୁନ ରାଶିର ପଞ୍ଚମ ସ୍ଥାନକୁ ନୈସର୍ଗିକ ଶୁଭଗ୍ରହ ବୃହସ୍ପତିଙ୍କର ଦୃଷ୍ଟି ରହୁଥିବାରୁ ଏହି ସମୟରେ ପରିବାରରେ ନୂଆ ଅତିଥିଙ୍କର ଆଗମନ ଘଟିପାରେ। ଆସନ୍ନ ପ୍ରସବା ପୁତ୍ର ସନ୍ତାନ ଜନ୍ମ ଦେବାର ଅଧିକତର ସମ୍ଭାବନା। ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ବିରାଜମାନ କଲେ ପୈତୃକ ସମ୍ପତ୍ତିର ଅଧିକାରୀ କରାଇବେ। ପରିବାରରେ ପ୍ରତ୍ୟେକ ସଦସ୍ୟଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଭରି ରହିବ। ଘରେ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇପାରେ ଏବଂ ମାଙ୍ଗଳିକ କାର୍ଯ୍ୟ ହେବା ପାଇଁ ସମୟ ସ୍ଥିରୀକୃତ ହେବ ବା ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। କିନ୍ତୁ ମିଥୁନ ରାଶିର ଚତୁର୍ଥ ଭାବ କନ୍ୟା ରାଶି ଉପରକୁ ଶନିଙ୍କର ଦୃଷ୍ଟି ରହୁଥିବାରୁ ଏହି ସମୟରେ ବନ୍ଧୁ ବା ଏହି ବର୍ଷ ବନ୍ଧୁ ଓ ପରିଜନମାନଙ୍କ ସହିତ ବିରୋଧାଭାସ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଦେଖାଯାଏ। 2026 ମସିହାରେ ମାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।